କଥାରେ ଅଛି ଯାହାକୁ ରଖିବେ ଅନନ୍ତ କେ କରିପାରେ ବଳବନ୍ତ। ଘଟଣାଟି ଘଟିଛି ଇନ୍ଦ୍ରାବତୀ ବାମମୁଖ୍ୟ କେନାଲର କନ୍ଦାବ୍ରୁଟା ନିକଟରେ। ଘଟଣାଟି ଏହିପରି ଇନ୍ଦ୍ରାବତୀ ବାମମୁଖ୍ୟ କେନାଲର କନ୍ଦାବ୍ରୁଟା ନିକଟରେ ଥିବା କେନାଲରେ ଗାଧୋଇବା ସମୟରେ କେନାଲ ପ୍ରଖର ସ୍ରୋତରେ ଭାସିଯାଇ ଜଣେ ଯୁବକ ପାୱାର ଗେଟ୍ ନିକଟରେ ଫସିଯାଇ ରହିଥିଲେ। ସ୍ଥାନୀୟ ଲୋକମାନେ ଏହା ଦେଖିବା ପରେ ସ୍ଥାନୀୟ ସମାଜସେବୀ ରୁଦ୍ର ନାୟକ ସେଠାକୁ ଯାଇ କୋକ୍ସରା ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ତାପରେ ଅଗ୍ନିଶମ ବିଭାଗର ଓଆଇସି ପ୍ରଶାନ୍ତ ବାଗଙ୍କ ନେତୃତ୍ୱରେ ଏକ ଟିମ୍ ସେହି ଘଟଣାସ୍ଥଳରେ ପହଞ୍ଚି କେନାଲ ମୁଖ୍ୟ ଗେଟ୍ ମଧ୍ୟରେ ଫସି ରହିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ଉଦ୍ଧାର ପାଇଥିବା ଯୁବକ ସେହି ସ୍ଥାନୀୟ କନ୍ଦାବ୍ରୁଟା ଗ୍ରାମର କୁମର ରାଉତ। ତାଙ୍କର ବୟସ 30 ବର୍ଷ ବୋଲି ଜଣାପଡ଼ିଛି। ଯୁବକଙ୍କ ମାନସିକ ସ୍ଥିତି ଭଲ ନଥିବା ହେତୁ ଏହି ପ୍ରକାର ଘଟଣା ଘଟିଛି ବୋଲି ଆଲୋଚନାର ଚର୍ଚ୍ଚା ପାଲିଛି। କଳାହାଣ୍ଡିରୁ ଜିଲ୍ଲା ପ୍ରତିନିଧି ମହେଶ୍ୱର ପତିଙ୍କ ରିପୋର୍ଟ, ଜାଗ୍ରତ ବାର୍ତ୍ତା।